ଗତ ସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତ ଚେତସଃ ଯଜ୍ଞୟାଚରତଃ କର୍ମ ସମଗ୍ରମ୍ ପ୍ରବିଲିୟତେ। ଯାହାଙ୍କର ଆସକ୍ତି ସର୍ବଦା ନଷ୍ଟ ହୋଇଯାଇଛି, ଯେ ଦେହାଭିମାନ ଓ ମମତ୍ୱର ରହିତ ହୋଇଯାଇଛନ୍ତି, ଯାହାଙ୍କର ଚିତ୍ତ ନିରନ୍ତର ପରମାତ୍ମକ ଜ୍ଞାନରେ ଲାଗି ରହିଛି, କେବଳ ଯଜ୍ଞ ସମ୍ପାଦନ ନିମିତ୍ତ କର୍ମ କରୁଥିବା ସେହି ମନୁଷ୍ୟଙ୍କର ସକଳ କର୍ମ ଭଲ ଭାବରେ ବିଲୀନ ହୋଇଯାଏ। ଏଠାରେ ମୁକ୍ତସ୍ୟ ପଦ ବ୍ୟବହାର ହୋଇଛି। ଏହାର ଭାବ କ'ଣ? ଉତ୍ତର ହେଲା ଅନ୍ତଃକରଣ ଏବଂ ଇନ୍ଦ୍ରିୟମାନଙ୍କର ସଂଘାତ ରୂପକ ଏହି ଶରୀରରେ ଯାହାଙ୍କର କିଛି ମାତ୍ର ଆତ୍ମ ଅଭିମାନ ବା ମମତ୍ୱ ନାହିଁ, ଯେ ଦେହାଭିମାନରୁ ସର୍ବଦା ମୁକ୍ତ ହୋଇଯାଇଛନ୍ତି। ଏଠାରେ ମୁକ୍ତସ୍ୟ ପଦଟି ସେହି ଜ୍ଞାନଯୋଗୀମାନଙ୍କର ବାଚକ। ଏଠାରେ ଆଉ ଗୋଟିଏ ପଦ ବ୍ୟବହାର କରାଯାଇଛି, ଯଜ୍ଞାୟ ଆଚରତଃ। ଏହାର ଭାବ କ'ଣ? ଉତ୍ତର, ନିଜର ବର୍ଣ୍ଣ, ଆଶ୍ରମ ଏବଂ ପରିସ୍ଥିତି ଅନୁସାରେ ଶାସ୍ତ୍ର ଦୃଷ୍ଟିରୁ ଯେଉଁ ମନୁଷ୍ୟଙ୍କ ପାଇଁ ଯାହା ବିହିତ କର୍ତ୍ତବ୍ୟ, ତାହା ତାଙ୍କ ପାଇଁ ଯଜ୍ଞ। ସେହି ଶାସ୍ତ୍ର ବିହିତ ଯଜ୍ଞ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଯେଉଁ କର୍ମମାନ କରିବାକୁ ହୁଏ, ଅର୍ଥାତ୍ କୌଣସି ପ୍ରକାର ସ୍ୱାର୍ଥ ସମ୍ବନ୍ଧ ନ ରଖି କେବଳ ଲୋକ ସଂଗ୍ରହ ରୂପକ ଯଜ୍ଞର ପରମ୍ପରା ସୁରକ୍ଷିତ ରଖିବାକୁ ଯେଉଁ କର୍ମମାନ ଆଚରଣ କରାଯାଏ, ତାହା ହିଁ ଯଜ୍ଞ ପାଇଁ କର୍ମ ଆଚରଣ କରିବା। ତୃତୀୟ ଅଧ୍ୟାୟର 9ମ ଶ୍ଲୋକରେ ଆସିଥିବା ଯଜ୍ଞାର୍ଥାତ୍ ବିଶେଷଣ ସହିତ କର୍ମଣ ପଦଟି ମଧ୍ୟ ଏହିପରି କର୍ମର ବାଚକ।